ପିଲାମାନେ ଏଇ କେମିତି ସୁନ୍ଦର ପାହାଡ଼ ବଣ ଝରଣା ତୁମେ ଦେଖୁଛ। ଏପରି ପାହାଡ଼ ବଣ ଝରଣା ଆମ ରାଜ୍ୟ ଓଡ଼ିଶାରେ ମଧ୍ୟ ରହିଛି। ହରିଣଟିଏ କିପରି ଜଙ୍ଗଲରେ ପାଣିରେ ଖେଳୁଛି ତାହା ତୁମେ ଦେଖ। ଏପରି ଜଙ୍ଗଲରେ ଥିବା ହରିଣମାନେ ମଧ୍ୟ ଆମର ପ୍ରାକୃତିକ ସମ୍ପଦ। ଜଙ୍ଗଲରେ ଆହୁରି ମଧ୍ୟ ବିଭିନ୍ନ ପ୍ରକାର ଜୀବଜନ୍ତୁ ଅଛନ୍ତି। ଏଇଟା ଗୋଟେ ଦେଖ ପିଲାଏ, ଏମିତି ଗୋଟିଏ ସମ୍ବର, ଏମିତି ହାତୀମାନେ ମଧ୍ୟ ଆମ ଓଡ଼ିଶାରେ ଜଙ୍ଗଲରେ ବାସ କରୁଛନ୍ତି। ଏଇଟା ମଧ୍ୟ ଆମ ଓଡ଼ିଶାର ପ୍ରାକୃତିକ ସମ୍ପଦ। ଆମ ଓଡ଼ିଶାର କେତେକ ସ୍ଥାନରେ ଏମିତି ପାଣିରେ କୁମ୍ଭୀରମାନେ ମଧ୍ୟ ରହୁଛନ୍ତି। ଏହା ମଧ୍ୟ ଏକ ପ୍ରାକୃତିକ ସମ୍ପଦ। ଓଡ଼ିଶାରେ ଏମିତି ପାହାଡ଼, ପର୍ବତ, ନଦୀ, ଝରଣା ଆଦି ଅନେକ ପ୍ରାକୃତିକ ସମ୍ପଦ ଭରି ରହିଛି। ତାହେଲେ ପିଲାମାନେ ଆଜି ଆମେ ପଢ଼ିବା ଆମ ରାଜ୍ୟ ଓଡ଼ିଶାର ପ୍ରାକୃତିକ ସମ୍ପଦ। ଆମ ରାଜ୍ୟର ପ୍ରଧାନ ପ୍ରାକୃତିକ ସମ୍ପଦ କ'ଣ ଆମେ ଜାଣିବା। ଠିକ ଅଛି ପିଲାମାନେ, ତାହେଲେ ଆମେ ଦେଖିବା ପ୍ରାକୃତିକ ସମ୍ପଦ କାହାକୁ କୁହାଯାଏ। ବୁଝିଲା ପିଲାଏ, ପ୍ରାକୃତିକ ସମ୍ପଦ ଆମେ କାହାକୁ କହିବା। ଦେଖ ପିଲାଏ, ପ୍ରାକୃତିକ ସମ୍ପଦ ହେଉଛି ନଦୀ, ପାହାଡ଼, ପର୍ବତ, ଜଙ୍ଗଲ। ନଦୀ, ପାହାଡ଼, ପର୍ବତ, ଜଙ୍ଗଲ, ଖଣିଜ ପଦାର୍ଥ, ଜମି, ଧାନ, ଚାଉଳ, ସୁନା, ରୂପା, ଟଙ୍କା, ପଇସା ଇତ୍ୟାଦି ଆମର ସମ୍ପଦ। ଦେଖିଲେ ପିଲା, ଏଗୁଡ଼ିକ ମଧ୍ୟରୁ ଆମକୁ ମାଟି, ଜଳ, ଗଛଲତା, ଜୀବଜନ୍ତୁ, ଖଣିଜ ପଦାର୍ଥ ଆଦି ପ୍ରକୃତିରୁ ମିଳିଥାଏ। ତେଣୁ ପ୍ରକୃତିରୁ ମିଳୁଥିବା ଜିନିଷ ଗୁଡ଼ିକ ହେଉଛି ପ୍ରାକୃତିକ ସମ୍ପଦ। ବୁଝିଲା ପିଲା, ପ୍ରକୃତିରୁ ମିଳୁଥିବା ଜିନିଷ ଗୁଡ଼ିକ ହେଉଛି ପ୍ରାକୃତିକ ସମ୍ପଦ। ଆମେ ଯଦି ଦେଖିବା ଏଠାରେ ଆମେ ଯେତେ ଜିନିଷର ଆମେ ନାମ ଦେଖିଲେ ପିଲାଏ, ଏଠି ଦେଖ ନଦୀ, ପାହାଡ଼, ପର୍ବତ, ଜଙ୍ଗଲ, ଖଣିଜ ପଦାର୍ଥ, ଜମି, ଧାନ, ଚାଉଳ, ସୁନା, ରୂପା, ଟଙ୍କା, ପଇସା ଇତ୍ୟାଦି ଆମର ହେଉଛି ସମ୍ପଦ। ଏଗୁଡ଼ିକ ମଧ୍ୟରୁ ଏ ଯେଉଁ ମାଟି, ଜଳ, ଗଛଲତା, ଜଙ୍ଗଲ, ଜୀବଜନ୍ତୁ, ଖଣିଜ ପଦାର୍ଥ ଏଗୁଡ଼ିକ ଆମକୁ ପ୍ରକୃତିରୁ ମିଳିଥାଏ। ଏଗୁଡ଼ିକ ଆମେ ତିଆରି କରିପାରିବା ନାହିଁ। ପ୍ରକୃତିରୁ ମିଳୁଥିବାରୁ ଏଗୁଡ଼ିକ ପ୍ରାକୃତିକ ସମ୍ପଦ କୁହାଯାଏ। ତାହେଲେ ପିଲାମାନେ ଆମ ରାଜ୍ୟ ଓଡ଼ିଶାରେ ଏମିତି ପ୍ରାକୃତିକ ସମ୍ପଦ ଭରି ରହିଛି। ତାହେଲେ ଆଜି ଆମେ ଜାଣିବା କେଉଁ କେଉଁ ପ୍ରାକୃତିକ ସମ୍ପଦ ଆମ ରାଜ୍ୟ ଓଡ଼ିଶାରେ ଅଛି। ଦେଖିଲ ପିଲାଏ, ତାହେଲେ ଯିବା ଆମେ ଦେଖିବା ଆମ ରାଜ୍ୟର ପ୍ରଧାନ ପ୍ରାକୃତିକ ସମ୍ପଦ। ତାହେଲେ ପିଲାମାନେ ତୁମ ଗାଁରେ, ଜିଲ୍ଲାରେ, ରାଜ୍ୟରେ ମଧ୍ୟ ଅନେକ ପ୍ରାକୃତିକ ସମ୍ପଦ ରହିଥିବ। ତୁମେ ଯଦି ଗାଁରେ ରହୁଛ ତାହେଲେ ଗାଁ ପାଖରେ ନିଶ୍ଚିତ ଭାବେ ନଦୀ, ନାଳ ଆଦି ରହିଥିବ। ସେଇଟା ମଧ୍ୟ ପ୍ରାକୃତିକ ସମ୍ପଦ। ଗାଁ ପାଖରେ ଯଦି ନଦୀଟିଏ ଥିବ ତାହେଲେ ତୁମେ ସନ୍ଧ୍ୟା ସମୟରେ ନଦୀକୁ ଯେତେବେଳେ ବୁଲିଯିବ ତୁମକୁ ଆନନ୍ଦ ଲାଗିବ। ନଦୀ ପାଣିରେ ଗାଧୋଇବ। ତେଣୁକରି ପିଲାଏ ଏହି ପ୍ରକୃତିରୁ ଯାହା କିଛି ଅଛି, ମାଟି, ପାଣି, ପବନ, ବୃକ୍ଷଲତା, ଜୀବଜନ୍ତୁ ଏସବୁ ମଧ୍ୟ ଆମର ଅମୂଲ୍ୟ ସମ୍ପଦ। ତାହେଲେ ପିଲାମାନେ ଏହି ପ୍ରାକୃତିକ ସମ୍ପଦ ଗୁଡ଼ିକୁ ଆମେ ବୁଝିବା, ଜାଣିବା। ସର୍ବପ୍ରଥମେ ଆମେ ଦେଖିବା ମାଟି। ମାଟିକୁ ମା ବୋଲି କୁହାଯାଏ। ମାଟି ବିନା ଆମେ ବଞ୍ଚିପାରିବା ନାହିଁ। ମାଟିକୁ ଆମେ କିଭଳି ବ୍ୟବହାର କରୁ ପିଲାଏ? ସର୍ବପ୍ରଥମେ ଆମେ ମାଟି ଉପରେ ବାସ କରୁ। ଆମେ ଯେତେ କୋଠା ଘର ତିଆରି କରିଲେ ମଧ୍ୟ ସେହି ମାଟି ଉପରେ ହିଁ ତିଆରି କରିଥାଉ। ବିଭିନ୍ନ ପ୍ରକାର ଚାଷ କରି ଅର୍ଥ ଉପାର୍ଜନ କରୁ।
ଇଟା ଗଢ଼ି ଘର ତିଆରି କରିବା, ରାସ୍ତାଘାଟରେ ଥିବା ଖାଲ ଢିପକୁ ମାଟି ପକାଇ ସମାନ କରୁ, ବିଭିନ୍ନ ପ୍ରକାର ପାତ୍ର ହାଣ୍ଡି ମାଠିଆ ଗଢ଼ି ଏହାକୁ ବିକ୍ରି କରି ଅର୍ଥ ଉପାର୍ଜନ ଆମେ କରିଥାଉ। ତାହେଲେ ମାଟି ହେଉଛି ଏକ ପ୍ରାକୃତିକ ସମ୍ପଦ, ଯାହା ବିନା ଆମେ ବଞ୍ଚିପାରିବା ନାହିଁ। ଆଗରୁ ମଧ୍ୟ ତୁମେ ଜାଣିଛ ପିଲାଏ, ପଶୁ ଗାଈ, ବଳଦ, ଛେଳି, ମେଣ୍ଢା, ଘୋଡ଼ା ଏଗୁଡ଼ିକ ହେଲା ପଶୁ, ଏମାନଙ୍କ ଠାରୁ ଆମେ ଉପକାର ପାଇଥାଉ। ଜଙ୍ଗଲରେ ମଧ୍ୟ ବିଭିନ୍ନ ହିଂସ୍ର ଜୀବଜନ୍ତୁମାନେ ବାସ କରନ୍ତି, ସେଗୁଡ଼ିକ ମଧ୍ୟ ଆମର ପ୍ରକୃତିର ସୌନ୍ଦର୍ଯ୍ୟ ବୃଦ୍ଧି କରିଥାନ୍ତି ଏବଂ ପ୍ରକୃତିର ଭାରସାମ୍ୟ ରକ୍ଷା କରିଥାନ୍ତି। ବୁଝିଲ ପିଲାଏ? ତେଣୁ ପଶୁ ସମ୍ପଦକୁ ଆମେ କିପରି ବ୍ୟବହାର କରୁ ତାହା ତୁମେ ଆଗରୁ ମଧ୍ୟ ଜାଣିଛ। ଗାଈ, ବଳଦ, ମଇଁଷି ଯାହା କିଛି ଅଛି ପିଲାଏ, ଏହାକୁ ନେଇ ଆମେ ଅର୍ଥ ଉପାର୍ଜନ କରୁ। ବିଭିନ୍ନ ପ୍ରକାରେ ଆମେ ଅର୍ଥ ଉପାର୍ଜନ କରୁ। ଗାଈ ପୋଷିବା ହେତୁ ଆମେ କ୍ଷୀର ପାଉ, କ୍ଷୀରରୁ ଦହି, ଦୁଧ, ଛେନା, ଘିଅ ଆଦି ତିଆରି କରି ଆମେ ବିକ୍ରି କରୁ। ଛେଳିରୁ କ୍ଷୀର ପାଉ, ଛେଳି ମାଂସ ମଧ୍ୟ ବିକ୍ରି କରାଯାଏ। ପଶୁ ଚମଡ଼ାରୁ ମଧ୍ୟ ବିଭିନ୍ନ ପ୍ରକାର ଜିନିଷ ତିଆରି କରାଯାଏ। ଏହା ହେଉଛି ଅର୍ଥନୈତିକ କାରବାରରେ ଆମର ପଶୁ ସମ୍ପଦ ମଧ୍ୟ ପ୍ରଥମ ଭୂମିକା ଗ୍ରହଣ କରେ। ତାହେଲେ ପିଲାଏ, ଜଙ୍ଗଲ ସମ୍ପଦ, ଜଙ୍ଗଲ ବିନା ଆମେ ବଞ୍ଚିପାରିବା ନାହିଁ। ଜଙ୍ଗଲରୁ ଆମେ ମୂଲ୍ୟବାନ ଗଛ, ଔଷଧ ଆଦି ପାଇଥାଉ। ତାପରେ ଜଳ ସମ୍ପଦ, ଜଳ ତ ବିନା ଆମେ ବଞ୍ଚି ଏକା ପାରିବା ନାହିଁ। ପ୍ରତିଦିନ ତୁମେ ଜଳ ପିଉଥିବ ପିଲାଏ, ତେଣୁ ଜଳରେ ଆମର ଜୀବନ ରହିଛି। ତାପରେ ଆମର ଆର୍ଥିକ ଉନ୍ନତି ପାଇଁ ଦେଶର, ରାଜ୍ୟର ମାଟି ତଳେ ବିଭିନ୍ନ ପ୍ରକାର ଖଣିଜ ପଦାର୍ଥ ରହିଛି, ଯେପରି ଲୁହା, କୋଇଲା, ମାଙ୍ଗାନିଜ ଆଦି। ଏଗୁଡ଼ିକ ହେଲା ଖଣିଜ ସମ୍ପଦ। ତାହେଲେ ପିଲାମାନେ, ଆମେ ଜାଣିଲେ ପ୍ରାକୃତିକ ସମ୍ପଦ ମଧ୍ୟରୁ କେତୋଟି ପ୍ରଧାନ ସମ୍ପଦ ହେଉଛି ମୃତ୍ତିକା, ଖଣିଜ ସମ୍ପଦ, ଜଳ ସମ୍ପଦ, ଜଙ୍ଗଲ ସମ୍ପଦ, ପଶୁ ସମ୍ପଦ ଏବଂ ଶେଷରେ ଆମେ ମଣିଷ ସମାଜ, ମାନବ ସମ୍ପଦ। ଆସ, ଏଗୁଡ଼ିକ ଆମ ରାଜ୍ୟରେ କେଉଁଠାରେ ମିଳେ, ସେଗୁଡ଼ିକ କି କାମରେ ଲାଗେ ଆମେ ଜାଣିବା। ବୁଝିଲା ପିଲାଏ? ତାହେଲେ ଆମେ ଦେଖିବା ମାଟି ସମ୍ପଦ ବା ମୃତ୍ତିକା ସମ୍ପଦ। ଆମ ରାଜ୍ୟର ବିଭିନ୍ନ ପ୍ରକାର ମାଟି ଦେଖିବାକୁ ମିଳେ। ସମୁଦ୍ର କୂଳିଆ ମାଟିରେ ବାଲିର ପରିମାଣ ଅଧିକ। ଏଥିରେ ଫସଲ ହୁଏ ନାହିଁ, ଏହାକୁ ବାଲିଆ ମାଟି କୁହାଯାଏ। ସମତଳ ଅଞ୍ଚଳର ମାଟିରେ ବାଲି ଓ ପଟୁ ମିଶିକରି ଥାଏ। ଏହି ମାଟି ବହୁତ ଉର୍ବର। ଏଥିରେ ବିଭିନ୍ନ ପ୍ରକାର ଫସଲ ଭଲ ହୋଇଥାଏ। କେତେକ ଜିଲ୍ଲାରେ ମାଙ୍କଡ଼ା ପଥର ମିଳେ। ଏଗୁଡ଼ିକ ଘର ତିଆରି କରିବାରେ ବ୍ୟବହାର କରାଯାଏ। ଆଉ କେତେକ ଅଞ୍ଚଳରେ ବାଦାମୀ ରଙ୍ଗର ମାଟି ଓ କଳା ମାଟି ଦେଖାଯାଏ। କଳା ମାଟି ଉର୍ବର ଓ ଚାଷ ଉପଯୋଗୀ। ବାଦାମୀ ରଙ୍ଗର ମାଟି ଉର୍ବର ନୁହେଁ, ତେଣୁ ଚାଷ ଉପଯୋଗୀ ନୁହେଁ। ଲାଲ ମାଟିରେ ମଧ୍ୟ ଭଲ ଚାଷ ହୁଏ ନାହିଁ। ଦେଖିଲ ପିଲାଏ, ଆମ ଓଡ଼ିଶାରେ ବିଭିନ୍ନ ଅଞ୍ଚଳରେ ବିଭିନ୍ନ ପ୍ରକାର ମାଟି ଦେଖାଯାଏ। ତାହେଲେ ତୁମ ଅଞ୍ଚଳରେ କିପରି ମାଟି ଅଛି ତାକୁ ତୁମେ ସଂଗ୍ରହ କରିବ। ସେଗୁଡ଼ିକ କି ରଙ୍ଗର ଲେଖିବ, କ'ଣ କ'ଣ ଚାଷ ହୁଏ ତୁମ ଅଞ୍ଚଳରେ ତୁମେ ନିଜ ଖାତାରେ ଲେଖିବ। ତାପରେ ତୁମ ଅଞ୍ଚଳରେ ଆଉ କେଉଁ କେଉଁ ପଥର ମିଳେ ତାହା ମଧ୍ୟ ତୁମେ ଲେଖିବ। ତାହେଲେ ପିଲାମାନେ, ଆମ ରାଜ୍ୟର ମାଟିକୁ ସଂରକ୍ଷଣ କରି ରଖିବା ଉଚିତ, ନହେଲେ ମାଟି ଧୋଇ ହୋଇଯିବ ଏବଂ ପ୍ରଦୂଷିତ ହୋଇଯିବ। ମାଟିକୁ ଯଦି ଆମେ ସଂରକ୍ଷଣ କରି ନ ରଖିବା, ତାହେଲେ ବର୍ଷା ବନ୍ୟାରେ ମାଟି ଧୋଇ ହୋଇଯିବ, ସମୁଦ୍ରକୁ ଚାଲିଯିବ। ଫଳରେ ମାଟିର ପରିମାଣ କମିଯିବ ଓ ମାଟିର ଉର୍ବରତା ହ୍ରାସ ପାଇଯିବ। ତେଣୁକରି ମାଟିକୁ କ୍ଷୟରୁ ରୋକିବା ପାଇଁ ଆମେ ଯଥେଷ୍ଟ ପରିମାଣରେ ଗଛଲତା ଲଗାଇବା
ଏବଂ ଏହାକୁ ପ୍ରଦୂଷିତ ନ ହେବା ପାଇଁ ଜରି ଓ ଏଥିରେ ମିଶୁନଥିବା ପଦାର୍ଥକୁ ମାଟିରେ ପକାଇବା ନାହିଁ। ପିଲାମାନେ, ପଲିଥିନ୍ ଜରି ମାଟିରେ ମିଶିପାରେ ନାହିଁ, ତେଣୁ ପଲିଥିନ୍ର ବ୍ୟବହାର ନ କରିବା ଉଚିତ। ତେଣୁକରି ସରକାର ମଧ୍ୟ ଏବେ ପଲିଥିନ୍କୁ ବ୍ୟାନ୍ କରିଛନ୍ତି। ତେଣୁ ଯଥାସମ୍ଭବ ପଲିଥିନ୍ ବ୍ୟବହାର ନ କରିବା ପାଇଁ ଆମେ ଚେଷ୍ଟା କରିବା ଉଚିତ। ତାହେଲେ ପିଲାମାନେ, ଏକ ସର୍ବେକ୍ଷଣରୁ ଜଣାଯାଇଛି ପିଲାଏ ଯେ 1 ସେଣ୍ଟିମିଟର ମାଟି ଗଠନ ପାଇଁ ଶହ ଶହ ବର୍ଷ ଲାଗିଥାଏ। ଆମ ପୃଥିବୀରେ ଯେତିକି ମାଟି ଅଛି ସେହି ମାଟି ବଢ଼ିବା ପାଇଁ ଶହ ଶହ ବର୍ଷ ଲାଗିଥାଏ। ଗଛରୁ ପତ୍ର, ପଥର ଗୁଣ୍ଡ, ବିଭିନ୍ନ ପ୍ରକାର ଯାହା କିଛି ଅଛି ତାହା ଧୀରେ ଧୀରେ ରାସାୟନିକ ପ୍ରକ୍ରିୟାରେ ମାଟିରେ ମିଶି ମାଟି ପରିମାଣ ବୃଦ୍ଧି ପାଇଥାଏ। ତାହେଲେ ଏହି ମାଟି ପରିମାଣ ବୃଦ୍ଧି ପାଇଁ ଶହ ଶହ ବର୍ଷ ଲାଗିଥାଏ ପିଲାଏ। ତେଣୁକରି ମାଟି ହେଉଛି ଆମର ଅମୂଲ୍ୟ ସମ୍ପଦ। ତାପରେ ପିଲାଏ, ପାଣି ବା ଜଳ ସମ୍ପଦ। ଆମ ରାଜ୍ୟରେ ଅଂଶୁପା ଓ ଚିଲିକା ହ୍ରଦ ଅଛି। ଅଂଶୁପାର ଜଳ ମଧୁର, ଏହା କଟକ ଜିଲ୍ଲାରେ ଅବସ୍ଥିତ। ଚିଲିକାର ଜଳ ଲୁଣିଆ, କାରଣ ଏହା ସମୁଦ୍ର ସହ ସଂଯୁକ୍ତ ହୋଇ ରହିଛି। ଏହା ପୁରୀ, ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲାକୁ ଲାଗି ରହିଛି। ତାହେଲେ ପିଲାଏ, ଆମ ରାଜ୍ୟରେ କେଉଁ କେଉଁ ହ୍ରଦ ରହିଛି? ଅଂଶୁପା ହ୍ରଦ ଆଉ ଚିଲିକା ହ୍ରଦ। ଜଳ ହେଉଛି ଆମର ଅମୂଲ୍ୟ ସମ୍ପଦ। ଜଳ ବିନା ଜୀବଜଗତ ବଞ୍ଚିପାରେ ନାହିଁ। ଜଳକୁ ଆମେ ଅନେକ କାର୍ଯ୍ୟରେ ଲଗାଇଥାଉ, ତେଣୁ ଆମେ ଜଳକୁ ନଷ୍ଟ କରିବା ନାହିଁ। ସେହିପରି ଆମ ରାଜ୍ୟରେ ପିଲାଏ ମହାନଦୀ, ଇବ୍, ବିରୁପା, କାଠଯୋଡ଼ି, ତେଲ, ହାତୀ, ଅଙ୍ଗ, ବ୍ରାହ୍ମଣୀ, ଋଷିକୋଲ୍ୟା, ବୁଢ଼ାବଳଙ୍ଗ, ଇନ୍ଦ୍ରାବତୀ, କୋଲାବ, ମାଛକୁଣ୍ଡ, ବଂଶଧାରା, ଶଙ୍ଖ, ଦୟା, ଭାର୍ଗବୀ, କୁଶଭଦ୍ରା, ସୁବର୍ଣ୍ଣରେଖା, ସାଳନ୍ଦୀ, ନାଗାବଳୀ, ବୈତରଣୀ ଓ ଅନ୍ୟାନ୍ୟ ଅନେକ ନଦୀ ବହିଯାଇଛି। ଦେଖିଲା ପିଲାଏ, ଆମ ରାଜ୍ୟରେ କେତେ ନଦୀ ବହିଯାଇଛି। ତୁମେ ଯେଉଁ ଜାଗାରେ ରହୁଛ ସେହି ପାଖରେ କେଉଁ କେଉଁ ନଦୀ ଅଛି ତୁମେ ନିଜ ଖାତାରେ ଟିପି ରଖିବ। ଠିକ୍ ଅଛି ପିଲାଏ, ଆମେ ମାଟି ସମ୍ପଦକୁ ଦେଖିଲେ ଏବଂ ଜଳ ସମ୍ପଦକୁ ଦେଖିଲେ। ତାହେଲେ ପିଲାମାନେ, ଏହା ବ୍ୟତୀତ ତୁମ ଅଞ୍ଚଳରେ ଯଦି କୌଣସି ନଦୀ ବହିଯାଇଛି ତାକୁ ତୁମେ ଲେଖିବ। ପିଲାମାନେ, ମହାନଦୀ ହେଉଛି ଓଡ଼ିଶାର ଦୀର୍ଘତମ ନଦୀ। ଅଧିକାଂଶ ନଦୀ ବଙ୍ଗୋପସାଗରରେ ପଡ଼ିଛି। ଆମେ ଆଗରୁ ଯେଉଁ ପଢ଼ିଥିଲେ ଉପକୂଳ ଅଞ୍ଚଳ ପୁରୀ, ଏଇଟା ବଙ୍ଗୋପସାଗର କୂଳରେ ଅବସ୍ଥିତ। ତାହେଲେ ମହାନଦୀ ଓଡ଼ିଶାର ଦୀର୍ଘତମ ନଦୀ। ଅଧିକାଂଶ ନଦୀ ବଙ୍ଗୋପସାଗରରେ ପଡ଼ିଛି। ତଥାପି ସମୟ ସମୟରେ ଜଳର ଉତ୍କଟ ଅଭାବ ଦେଖାଯାଏ, କାରଣ ରାଜ୍ୟର ସବୁ ଅଞ୍ଚଳରେ ବର୍ଷା ସମାନ ପରିମାଣରେ ହୁଏ ନାହିଁ। ଓଡ଼ିଶାର ବିଭିନ୍ନ ଜାଗାରେ ଜଳର ଅଭାବ ଦୂର କରିବା ପାଇଁ ଅନେକ ନଦୀବନ୍ଧ ଯୋଜନା କାର୍ଯ୍ୟକାରୀ ହେଉଛି, ବନ୍ଧା ବସିଛି। ନଦୀବନ୍ଧ ଆମର କେଉଁ କେଉଁ କାର୍ଯ୍ୟରେ ଲାଗୁଛି ପିଲାଏ ଆମେ ଜାଣିବା। ଯେପରି ହୀରାକୁଦ ନଦୀବନ୍ଧ ଯୋଜନା, ଇନ୍ଦ୍ରାବତୀ ନଦୀବନ୍ଧ ଯୋଜନା କେଉଁ କେଉଁ କାମରେ ଲାଗେ ପିଲାଏ? ନଦୀବନ୍ଧ ଯୋଜନା କୃଷି କାର୍ଯ୍ୟ ପାଇଁ ଜଳସେଚନ, ଜଳ ଯୋଗାଣ, ବିଦ୍ୟୁତ ଉତ୍ପାଦନ, ବନ୍ୟା ଓ ମରୁଡ଼ିରୁ ରକ୍ଷା ପାଇବା, ମାଛ ଚାଷ, ଏସବୁ କାର୍ଯ୍ୟରେ ନଦୀବନ୍ଧ କାର୍ଯ୍ୟ କରେ। ମହାନଦୀରେ ସମ୍ବଲପୁର ଜିଲ୍ଲାର ହୀରାକୁଦ ଠାରେ ବନ୍ଧ ତିଆରି କରି ଜଳକୁ ସଂରକ୍ଷିତ ରଖାଯାଇଛି। ଏହା ପୃଥିବୀର ଦୀର୍ଘତମ ନଦୀବନ୍ଧ ଯୋଜନା। ଗୋଟିଏ ପାହାଡ଼ରୁ ଆଉ ଗୋଟିଏ ପାହାଡ଼କୁ ଏମିତି ବନ୍ଧା ଯାଇଛି ପିଲାଏ। ଏହାଛଡ଼ା ରେଙ୍ଗାଲି, ଇନ୍ଦ୍ରାବତୀ, ପେଟରୁ ଆଦି ଅନେକ ନଦୀବନ୍ଧ ଯୋଜନା ଓଡ଼ିଶାରେ ଅଛି। ମାଟି ତଳେ ମଧ୍ୟ ଜଳ ଅଛି। ତୁମେ ଜାଣିଛ ପିଲାଏ, ମାଟି ତଳେ ମଧ୍ୟ ଜଳ ଅଛି। ଏହାକୁ କୂପ ବା ନଳକୂପ ସାହାଯ୍ୟରେ ବାହାର କରି ଆମେ ବିଭିନ୍ନ କାମରେ ଲଗାଇଥାଉ। ଆମେ ଆମ ଜଳ ସମ୍ପଦର ଯଦି ସୁବିନିଯୋଗ କରିପାରିବା ତାହେଲେ ଜଳର ଅଭାବ
ଦେଖାଯିବ ନାହିଁ ପିଲାଏ। ତାହେଲେ ପିଲାମାନେ ମାଟି ପରି ଜଳ ଆମର ଅମୂଲ୍ୟ ସମ୍ପଦ। ଆମ ଓଡ଼ିଶାରେ ନଦୀବନ୍ଧ ଯୋଜନା ମାଧ୍ୟମରେ କିପରି ଜଳ ଯୋଗାଣ ବିଦ୍ୟୁତ ଉତ୍ପାଦନ କରାଯାଉଛି ତାହା ତୁମେ ଜାଣିଲ। ତାପରେ ପିଲାଏ ଜଙ୍ଗଲ ସମ୍ପଦ। ଜଙ୍ଗଲ ସମ୍ପଦ ଜଙ୍ଗଲ ଏକ ମୂଲ୍ୟବାନ ପ୍ରାକୃତିକ ସମ୍ପଦ। ଆମ ରାଜ୍ୟର ପାର୍ବତ୍ୟ ଓ ମାଳ ଅଞ୍ଚଳରେ ଘନ ଜଙ୍ଗଲ ଦେଖାଯାଏ। ଏହି ଜଙ୍ଗଲରେ ଶାଳ, ପିଆଶାଳ, ଶିଶୁ, କୁରୁମ, ଅସନ, ଗମ୍ଭାରୀ, ମହୁଲ, ଶାଗୁଆନ, ବାଉଁଶ, ବେତ ଆଦି ଗଛ ଦେଖାଯାଏ। ରାଜ୍ୟର ଉପକୂଳବର୍ତ୍ତୀ ଅଞ୍ଚଳରେ ଝାଉଁବଣ ଅଛି। ପୁରୀ ଜିଲ୍ଲାମାନଙ୍କରେ ହେନ୍ତାଳ ବଣ ଅଛି। ଆମେ ଜଙ୍ଗଲରୁ ନୀତିଦିନିଆ ବ୍ୟବହାର ପାଇଁ ଅନେକ ଜିନିଷ ପାଇଥାଉ। ତଳେ ଗୋଲେଇରେ ଦିଆଯାଇଥିବା ଜିନିଷ ଗୁଡ଼ିକ ଆମେ ଯେଉଁଗୁଡ଼ିକୁ ଜଙ୍ଗଲରୁ ପାଉଛୁ ସେଗୁଡ଼ିକ ବାଛି ତଳେ କୋଠରୀରେ ଲେଖ। ଠିକ୍ ଅଛି ପିଲାଏ। ତାହେଲେ ଜଙ୍ଗଲରୁ ଆମେ ଅନେକ ଜିନିଷ ପାଇଥାଉ। ଯେପରି ଦେଖ ଏଇଟା ଜଙ୍ଗଲ ଦେଖ ପିଲାଏ। ଆମେ ଯଦି ଦେଖିବା ଜଙ୍ଗଲରୁ ଆମେ କେଉଁ କେଉଁ ଜିନିଷ ପାଇଥାଉ ତାହା ଆମେ ଜାଣିବା। ଦେଖ ପିଲାଏ ଜଙ୍ଗଲରେ କିପରି ଜୀବଜନ୍ତୁ, ବାଘ ସବୁ ରହୁଛନ୍ତି। ହାତୀ, ମୟୂର, ବାଘ, ସିଂହ ଆଦି ରହୁଛନ୍ତି। ତାହେଲେ ପିଲାଏ ଆମେମାନେ ଦେଖିବା ଜଙ୍ଗଲରୁ ଆମେ କେଉଁ କେଉଁ ଜିନିଷ ପାଇଥାଉ। କାଠ, ବାଉଁଶ, ସବାଇ ଘାସ, ଲାଖ, ଦେଖ ମହୁଲ, ଝୁଣା, କେନ୍ଦୁପତ୍ର, ବିଭିନ୍ନ ପ୍ରକାର ହାଡ଼ ମଧ୍ୟ ଜୀବଜନ୍ତୁମାନଙ୍କର ପାଇଥାଉ। ଫଳ ପାଇଥାଉ, ମଞ୍ଜି ମଧ୍ୟ ସଂଗ୍ରହ କରିଥାଉ। ତାହେଲେ ଜଙ୍ଗଲରୁ ଆମେ କେଉଁ କେଉଁ ଜିନିଷ ପାଇଥାଉ ତୁମେ ଜାଣିଲ ପିଲାଏ। ଏ ଯେମିତି ଗୋଟିଏ ଜଙ୍ଗଲର ଚିତ୍ର ଦେଖୁଛ, କେମିତି ହାତୀ ଅଛନ୍ତି, ମୟୂର ଅଛନ୍ତି, ସିଂହ ଅଛନ୍ତି, ବାଉଁଶ ଗଛ ଅଛି, ଶାଳ ଗଛ ଅଛି, ପାହାଡ଼ ଅଛି, ପର୍ବତ ଅଛି। ଦେଖିଲ ପିଲାଏ। ତାହେଲେ ଜଙ୍ଗଲ ସମ୍ପଦକୁ ଆମେ ଜାଣିଲେ। ଜଙ୍ଗଲରୁ ଆହୁରି କ'ଣ କ'ଣ ମିଳେ ଆମେ ଜାଣିବା। ଜଙ୍ଗଲଜାତ ଦ୍ରବ୍ୟରୁ ଅତି ଆବଶ୍ୟକ ପଦାର୍ଥମାନ ତିଆରି କରି ବିକ୍ରି କରାଯାଇଥାଏ। ଫଳରେ ଆମର ତଥା ରାଜ୍ୟର ଉନ୍ନତି ହୋଇଥାଏ। ଆମେ ଘର ତିଆରି ପାଇଁ ବାଉଁଶ କାଠ, ଗୃହ ଉପକରଣ ପାଇଁ କାଠ, କେନ୍ଦୁପତ୍ରରୁ ବିଡ଼ି, ସବାଇ ଘାସରୁ ଦଉଡ଼ି, କାଗଜ, ଟୋଲ, ପୋଲାଙ୍ଗ, ଶାଳ ମଞ୍ଜିରୁ ତେଲ ବାହାର କରି ବିକ୍ରି କରିଥାନ୍ତି। ଜଙ୍ଗଲରୁ ବିଭିନ୍ନ ପ୍ରକାର ଖାଦ୍ୟ, ଫଳମୂଳ ମଧ୍ୟ ସଂଗ୍ରହ କରାଯାଇଥାଏ। ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଜିନିଷ ହେଉଛି ପିଲାଏ ବାୟୁରେ ଅମ୍ଳଜାନ ପରିମାଣ ବୃଦ୍ଧି କରିବାରେ ଏହି ଜଙ୍ଗଲ ସାହାଯ୍ୟ କରିଥାଏ। ଜଙ୍ଗଲ ଯୋଗୁଁ ବର୍ଷା ମଧ୍ୟ ଠିକ୍ ରୂପେ ହୋଇଥାଏ। ପରିବେଶ ପ୍ରଦୂଷଣ ଓ ମୃତ୍ତିକା କ୍ଷୟକୁ ଜଙ୍ଗଲ ନିୟନ୍ତ୍ରଣ କରେ। ସେଥିପାଇଁ ଜଙ୍ଗଲ ସୃଷ୍ଟି ଓ ସୁରକ୍ଷା ହେଉଛି ଆମର କର୍ତ୍ତବ୍ୟ। ଗଛ କଟା ବନ୍ଦ କରିବା, ଜଙ୍ଗଲରେ ନିଆଁ ନ ଲଗାଇବା, ଟାଙ୍ଗରା ଭୂଇଁରେ ଗଛ ଲଗାଇ ନୂଆ ଜଙ୍ଗଲ ସୃଷ୍ଟି କରିବା ଆମର ପ୍ରଧାନ କର୍ତ୍ତବ୍ୟ। ଜଙ୍ଗଲ ରହିଲେ ବର୍ଷା ହେବ, ମରୁଡ଼ିରୁ ରକ୍ଷା ମିଳିବ। ସାମାଜିକ ବନୀକରଣ ଯୋଜନା, ବନ ମହୋତ୍ସବ, ବୃକ୍ଷରୋପଣ କାର୍ଯ୍ୟକ୍ରମ ତୁମେମାନେ ତୁମ ବିଦ୍ୟାଳୟରେ ମଧ୍ୟ ହେଉଥିବ। ବନ ମହୋତ୍ସବ, ବୃକ୍ଷରୋପଣ ସରକାର ବର୍ତ୍ତମାନ ଏହି ବନୀକରଣ ଯୋଜନା, ବନ ମହୋତ୍ସବ, ବୃକ୍ଷରୋପଣ ଆଦିକୁ ଗୁରୁତ୍ୱ ଦେଉଛନ୍ତି। ବୃକ୍ଷ ସମ୍ପଦ, ଜଙ୍ଗଲ ସମ୍ପଦକୁ ସୁରକ୍ଷା ପାଇଁ ଏହି କାର୍ଯ୍ୟକ୍ରମମାନ କରାଯାଉଛି। ତାହେଲେ ପିଲାମାନେ ଜଙ୍ଗଲ ମଧ୍ୟ ହେଉଛି ଆମର ଅମୂଲ୍ୟ ସମ୍ପଦ। ଜଙ୍ଗଲ ବିନା ଆମେ ତିଷ୍ଠି ପାରିବା ନାହିଁ। ତାହେଲେ ପିଲାଏ ଆମେ ଜାଣିବା ଜଙ୍ଗଲକୁ ଆମେ କିପରି ସୁରକ୍ଷା କରିବା। ଆମେ ଜଙ୍ଗଲ ସୁରକ୍ଷା କିପରି କରିବା ପିଲାଏ ତାହା ଆମେ ଜାଣିବା। ଠିକ୍ ଅଛି ପିଲାଏ। ଜଙ୍ଗଲ ସୁରକ୍ଷା ପାଇଁ ଆମେ କ'ଣ କରିବା? ଦେଖ ପିଲାଏ, ଜଙ୍ଗଲ ସୁରକ୍ଷା ପାଇଁ ଗଛ କାଟିବା ନାହିଁ, ଜଙ୍ଗଲକୁ ନିଆଁ ଲାଗିବାରୁ ରକ୍ଷା କରିବା,
ଜଙ୍ଗଲର ପଶୁପକ୍ଷୀଙ୍କୁ ସୁରକ୍ଷିତ ରଖିବା, କାଠର ବ୍ୟବହାର କମ କରିବା, ତେବେ ଯାଇ ଜଙ୍ଗଲ ବଢ଼ିବ, ଜଙ୍ଗଲର ସୁରକ୍ଷା ହେବ। ଠିକ ଅଛି ପିଲାଏ। ତାପରେ ଆମେ ଦେଖିବା ପଶୁ ସମ୍ପଦ। ଗାଈ ଗୋରୁ, ଛେଳି, ମେଣ୍ଢା, ଘୁଷୁରୀ, ମହିଷି ଆଦି ଆମର ଅନେକ ଗୃହପାଳିତ ପଶୁ ଅଛନ୍ତି। ସେମାନଙ୍କ ଠାରୁ ଆମେ ବହୁତ ଉପକାର ପାଇଥାଉ। ତେଣୁ ସେମାନେ ଆମର ଗୋଟିଏ ଗୋଟିଏ ସମ୍ପଦ। ସେହିପରି ବାଘ, ଭାଲୁ, ହାତୀ, ହରିଣ, ସମ୍ବର, ଠେକୁଆ ଆଦି ବନ୍ୟପ୍ରାଣୀ ହେଉଛନ୍ତି ଆମର ପ୍ରାକୃତିକ ସମ୍ପଦ। ଆହୁରି ମଧ୍ୟ ଜଙ୍ଗଲରେ ମୟୂର, ବାଜପକ୍ଷୀ, କୋଚିଲା ଖାଇ, ଶୁଆ, ସାରି ଆଦି ପକ୍ଷୀମାନେ ଆମର ପ୍ରାକୃତିକ ସମ୍ପଦ। ଏମାନେ ଆମର ବହୁ ଉପକାର କରିଥାନ୍ତି। ଏ ସମସ୍ତ ପ୍ରାଣୀ ଆମ ପରିବେଶର ସୁରକ୍ଷାରେ ସାହାଯ୍ୟ କରିଥାନ୍ତି। ଏହିପରି ତୁମ ଅଞ୍ଚଳରେ ଦେଖାଯାଉଥିବା ଉପକାରୀ ପଶୁପକ୍ଷୀଙ୍କ ତାଲିକା କର। ପିଲାମାନେ, ଆଗରୁ ତୁମେମାନେ ଯେଉଁ ଶାଗୁଣା ଦେଖୁଥିଲ ଏବେ ଆଉ ଦେଖାଯାଉନାହାନ୍ତି। ଲୋକମାନେ ବିଭିନ୍ନ ପ୍ରକାର କୀଟନାଶକ ଔଷଧ ଦ୍ୱାରା ସେମାନେ ତାଙ୍କର ବଂଶ ଲୋପ ପାଇଯାଉଛି। ତେଣୁକରି ପରିବେଶ ମଧ୍ୟ ପ୍ରଦୂଷିତ ହେଉଛି। ମଲା ଜୀବଜନ୍ତୁକୁ ଶାଗୁଣାମାନେ ଖାଇ ପରିବେଶ ସଫା କରୁଥିଲେ, କିନ୍ତୁ ବର୍ତ୍ତମାନ ଶାଗୁଣାର ବଂଶ ଲୋପ ପାଇଯିବା ହେତୁ ପରିବେଶ ପ୍ରଦୂଷଣ ରହୁଛି। ତାହେଲେ ପିଲାମାନେ, ତୁମ ଅଞ୍ଚଳରେ ଦେଖାଯାଉଥିବା ବିଭିନ୍ନ ପ୍ରକାର ଉପକାରୀ ପଶୁ ପକ୍ଷୀମାନଙ୍କର ତୁମେ ତାଲିକା କରିବ, ଆଉ ସେମାନେ କି ଉପକାରରେ ରହୁଛନ୍ତି ତୁମେ ଜାଣିବ। ତାହେଲେ ପିଲାମାନେ, ଆମେ ଜାଣିବା ଏବେ ଲୋକମାନେ ଶିକାର କରିବା ଦ୍ୱାରା ଜଙ୍ଗଲର ପଶୁପକ୍ଷୀଙ୍କ ସଂଖ୍ୟା ଧୀରେ ଧୀରେ କମିଯାଉଛି। ଫଳରେ ପରିବେଶ ନଷ୍ଟ ହେଉଛି। ପଶୁପକ୍ଷୀଙ୍କ ଶିକାର ସରକାରଙ୍କ ଦ୍ୱାରା ନିଷେଧ କରାଯାଇଛି। ବଣର ପଶୁପକ୍ଷୀଙ୍କୁ ଶିକାର କରିବା ବା ସେମାନଙ୍କୁ ଆଣି ନିଜେ ଘରେ ରଖିବା ଏକ ଦଣ୍ଡନୀୟ ଅପରାଧ। ବୁଝିଲ ପିଲାଏ। ତେଣୁକରି ତୁମେମାନେ ଖବରକାଗଜରେ ମଧ୍ୟ ପଢ଼ିଥିବ ବାଘ ଛାଲ କିପରି ଲୋକମାନେ ବିକ୍ରି କରୁଛନ୍ତି ଚୋରାରେ, ଏବଂ ପୋଲିସ ସେମାନଙ୍କୁ ଧରୁଛି। କାରଣ ବାଘ ହେଉଛି ଜଙ୍ଗଲ ସମ୍ପଦ। ତେଣୁକରି ବଣର ପଶୁପକ୍ଷୀଙ୍କୁ ଶିକାର କରିବା ବା ସେମାନଙ୍କୁ ଆଣି ନିଜେ ଘରେ ରଖିବା ମଧ୍ୟ ଏକ ଦଣ୍ଡନୀୟ ଅପରାଧ। ତଳ ଚିତ୍ରକୁ ଦେଖି କେଉଁ ପ୍ରାଣୀ କେଉଁ ସଂରକ୍ଷଣ କେନ୍ଦ୍ରରେ ଅଛନ୍ତି ଖାଲି ଘରେ ଲେଖ। ତାହେଲେ ପିଲାମାନେ, ଆମ ଓଡ଼ିଶାରେ ଥିବା ବିଭିନ୍ନ ପଶୁ ସଂରକ୍ଷଣ କେନ୍ଦ୍ରମାନ ଅଛି, ତାକୁ ଆମେ ଦେଖିବା, ଲେଖିବା। ବୁଝିହେଲା? ଦେଖ ପିଲାଏ, ଆମେ ଯଦି ଦେଖିବା, ଏଇଟା ହେଉଛି ଶିମିଳିପାଳ ଅଭୟାରଣ୍ୟ। ଏଠି ଦେଖ ପିଲାଏ, ଶିମିଳିପାଳ ଅଭୟାରଣ୍ୟରେ ବାଘମାନେ ରହୁଛନ୍ତି। ଏଠି ଆମେ ବାଘ ଲେଖିବା। ଚନ୍ଦକା ଅଭୟାରଣ୍ୟ, ଚନ୍ଦକା ଅଭୟାରଣ୍ୟରେ ହାତୀମାନେ ରହୁଛନ୍ତି। ତାହେଲେ ହାତୀମାନେ କେଉଁ ଅଭୟାରଣ୍ୟରେ ରହୁଛନ୍ତି? ଚନ୍ଦକା ଅଭୟାରଣ୍ୟ। ଏଠାରେ ହାତୀ ଲେଖିବା। ବୁଝିଲା ପିଲାଏ। ତାପରେ ଟିକରପଡ଼ା ସଂରକ୍ଷଣ କେନ୍ଦ୍ର। ଟିକରପଡ଼ା ସଂରକ୍ଷଣ କେନ୍ଦ୍ରରେ କୁମ୍ଭୀର ରହନ୍ତି। କୁମ୍ଭୀରମାନଙ୍କର ଏଇଟା ଅଭୟାରଣ୍ୟ। ଭିତରକନିକା, ଭିତରକନିକାରେ ମଧ୍ୟ କୁମ୍ଭୀର ରହନ୍ତି। ତାପରେ ସାତପଡ଼ା, ସାତପଡ଼ା ସଂରକ୍ଷଣ କେନ୍ଦ୍ରରେ ଦେଖ ପିଲାଏ ମାଛ, ଡଲଫିନ୍ ମାଛ। ଦେଖିଲ? ଗହିରମଥା ଅଭୟାରଣ୍ୟରେ କଇଁଛ ରହନ୍ତି। କଇଁଛ, ଗହିରମଥା, ଏସବୁ ଆମ ଓଡ଼ିଶାରେ ରହିଛି। ଏଗୁଡ଼ିକ ହେଲା ଆମ ଓଡ଼ିଶାର ପ୍ରାକୃତିକ ସମ୍ପଦ। ବୁଝିଲା ପିଲାଏ? ଏଗୁଡ଼ିକ ହେଲା ଆମ ଓଡ଼ିଶାର ପ୍ରାକୃତିକ ସମ୍ପଦ। ତାପରେ ଆସିଲା ପିଲାଏ ଖଣିଜ ସମ୍ପଦ। ଆମ ମାଟି ତଳେ ବହୁତ ମୂଲ୍ୟବାନ ଧାତୁ ରହିଛି, ପଥର ରହିଛି, ସେଗୁଡ଼ିକ ହେଲା ଖଣିଜ ସମ୍ପଦ। ଆମ ରାଜ୍ୟର ବିଭିନ୍ନ ଅଞ୍ଚଳରେ ମାଟି ତଳେ ବହୁ ପରିମାଣରେ ଲୁହା ପଥର, କ୍ରୋମାଇଟ୍, ବକ୍ସାଇଟ୍, ମାଙ୍ଗାନିଜ୍, କୋଇଲା, ଅଭ୍ର, ଚୁନପଥର ପ୍ରଭୃତି ରହିଛି। ଏସବୁ ସମ୍ପଦ ଖଣିରୁ ମିଳିଥିବାରୁ ଏଗୁଡ଼ିକ ଖଣିଜ ସମ୍ପଦ କୁହାଯାଏ।
ଲୁହା, ଆଲୁମିନିୟମ, ତମ୍ବା, ସୁନା ଇତ୍ୟାଦି ଧାତୁ ସିଧାସଳଖ ମାଟି ତଳୁ ବାହାରି ନଥାଏ। ଏଥିରେ ଅନେକ ଅଦରକାରୀ ଜିନିଷ ମିଶିଥାଏ। ବିଭିନ୍ନ ଉପାୟରେ ସେହି ଅଦରକାରୀ ଜିନିଷକୁ ବାହାର କରି ଦିଆଯାଏ। ଦରକାରୀ ଜିନିଷରୁ ବିଭିନ୍ନ ସାମଗ୍ରୀ ତିଆରି କରାଯାଇ ବିକ୍ରି କରାଯାଇ ଅର୍ଥ ଉପାର୍ଜନ କରାଯାଇଥାଏ। କୋଇଲା ମଧ୍ୟ ମାଟି ତଳେ ବାହାରିଥାଏ। ତାହେଲେ ପିଲାମାନେ ଏଠାରେ ଆମେ ଦେଖିବା କେତୋଟି ଜିନିଷର ନାମ ଦିଆଯାଇଛି। ସେହି ଜିନିଷଟି କେଉଁ ପଦାର୍ଥରୁ ତିଆରି ହୋଇଛି ଆସ ଲେଖିବା। ଟାଙ୍ଗିଆ ଯେପରି ଲୁହାରୁ ତିଆରି କରାଯାଇଛି ପିଲାଏ। ଡେକ୍ଚି କେଉଁଠି ତିଆରି କରାଯାଇଛି ପିଲାଏ? ଆଲୁମିନିୟମ ତୁମେ ଜାଣିଥିବ ଆଲୁମିନିୟମ। ଯାଉ ଡେକ୍ଚି ଆଲୁମିନିୟମରୁ ତିଆରି କରାଯାଇଛି। ବିଜୁଳି ତାର ମଧ୍ୟ ସେହି ତମ୍ବା ଆଲୁମିନିୟମରୁ ତିଆରି କରାଯାଏ। ପେନସିଲର ଯେଉଁ ମୁନିଆ ଅଂଶ ତାହା ସିସାରୁ ତିଆରି କରାଯାଏ। ତାହେଲେ ପିଲାମାନେ ଖଣିଜ ପଦାର୍ଥ ଏକ ସୀମିତ ସମ୍ପଦ, ତେଣୁ ଏହାକୁ ଜଗି ରଖି ଆବଶ୍ୟକ ଅନୁଯାୟୀ ଖଣିରୁ କାଢ଼ିବା ଉଚିତ। ନହେଲେ ଦିନେ ଆସିବ ଯେମିତି ଆମ ରାଜ୍ୟ ଖଣିଜ ସମ୍ପଦ ଶୂନ୍ୟ ହୋଇଯିବ। ତାହେଲେ ପିଲାମାନେ ଏବେ ଆମେ ଜାଣିବା ଆମ ରାଜ୍ୟର କେଉଁ ଜିଲ୍ଲାରେ କେଉଁ ଖଣିଜ ସମ୍ପଦ ମିଳୁଛି। ଏହାକୁ ତୁମେ ମନେ ରଖିବ ପିଲାଏ। ଆମ ରାଜ୍ୟର କେଉଁ ଜିଲ୍ଲାରେ କେଉଁ ଖଣିଜ ସମ୍ପଦ ମିଳେ। ତାହେଲେ ଆମେ ଜାଣିବା ଆମ ରାଜ୍ୟର କେଉଁ ଜିଲ୍ଲାରେ କେଉଁ ଖଣିଜ ସମ୍ପଦ ମିଳୁଛି। ଦେଖ ପିଲାଏ, ଲୁହା ପଥର ଆମ ରାଜ୍ୟର କେନ୍ଦୁଝର, ସମ୍ବଲପୁର, ସୁନ୍ଦରଗଡ଼, ମୟୂରଭଞ୍ଜ, ଯାଜପୁର। ବକ୍ସାଇଟ୍ କୋରାପୁଟ, ବଲାଙ୍ଗୀର, ସୁନ୍ଦରଗଡ଼, କଳାହାଣ୍ଡି, ନୂଆପଡ଼ା, ରାୟଗଡ଼ା। ଚୁନପଥର କୋରାପୁଟ, ସୁନ୍ଦରଗଡ଼, ମୟୂରଭଞ୍ଜ, କଳାହାଣ୍ଡି। ଗ୍ରାଫାଇଟ୍ କୋରାପୁଟ, ବଲାଙ୍ଗୀର, କଳାହାଣ୍ଡି, ନୂଆପଡ଼ା, ରାୟଗଡ଼ା। ମାଙ୍ଗାନିଜ ପଥର ବଲାଙ୍ଗୀର, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ନୂଆପଡ଼ା, ରାୟଗଡ଼ା। କୋଇଲା ଝାରସୁଗୁଡ଼ା ଓ ଅନୁଗୁଳ। କ୍ରୋମାଇଟ୍ ପଥର କେନ୍ଦୁଝର, ଯାଜପୁର। ପିଲାମାନେ ତୁମେ ଜାଣିଲ କେଉଁ ପ୍ରକାର ଖଣିଜ ପଦାର୍ଥ ଆମ ରାଜ୍ୟର କେଉଁ ଜିଲ୍ଲାରେ ମିଳେ। ତାହା ତୁମେ ଦେଖିଥିବ। ତୁମେ ରାସ୍ତାରେ ମଧ୍ୟ ଦେଖିଥିବ ବଡ଼ ବଡ଼ 20 ଚକିଆ 30 ଚକିଆ ଗାଡ଼ିରେ ବେଳେବେଳେ ବିଭିନ୍ନ ପ୍ରକାର ପଥର, କୋଇଲା ଆଦି ଯିବା ଦେଖିଥିବ। ଏହା ହେଉଛି ଖଣିଜ ସମ୍ପଦ। ତାହେଲେ ପିଲାମାନେ ଶେଷରେ ଆମେ ଜାଣିବା ଆମେ ମଧ୍ୟ ଦେଶର ଗୋଟିଏ ସମ୍ପଦ, ସେଇଟା ହେଉଛି ମାନବ ସମ୍ପଦ। ପ୍ରକୃତିରେ ଥିବା ଜିନିଷ ଗୁଡ଼ିକ ଯଥା ପାଣି, ପବନ, ମାଟି, ପଶୁପକ୍ଷୀ, ବୃକ୍ଷଲତା, ଜଙ୍ଗଲ, ଖଣିଜ ସମ୍ପଦ ଗୁଡ଼ିକୁ ମଣିଷ ତାର ବୁଦ୍ଧି ବଳରେ ବିଭିନ୍ନ କାର୍ଯ୍ୟରେ ଲଗାଇଥାଏ। ଏହାଦ୍ୱାରା ଦେଶ ଓ ରାଜ୍ୟର ଉନ୍ନତି ସାଧିତ ହୋଇଥାଏ। ଏଣୁ ମଣିଷ ହେଉଛି ଦେଶ ବା ରାଜ୍ୟର ଅତି ମୂଲ୍ୟବାନ ସମ୍ପଦ। ମଣିଷ ସୁସ୍ଥ ରହି କାର୍ଯ୍ୟ କରିବା ପାଇଁ ଅଧିକ ଶକ୍ତି ଆବଶ୍ୟକ କରେ। ଏହି ଶକ୍ତି ପାଇବା ପାଇଁ ଉତ୍ତମ ଖାଦ୍ୟ, ଉପଯୁକ୍ତ ପରିବେଶ, ଶିକ୍ଷା ନିତାନ୍ତ ଆବଶ୍ୟକ। ଆମ ରାଜ୍ୟରେ ସାଧାରଣ ବର୍ଗ, ଜନଜାତି, ଅନୁସୂଚିତ ଜାତି, ଉପଜାତିର ସମସ୍ତ ବର୍ଗର ଲୋକମାନେ ମାନବ ସମ୍ପଦର ଅନ୍ତର୍ଭୁକ୍ତ। ତାହେଲେ ବୁଝିଲ ପିଲାଏ, ଆମେ ହେଉଛନ୍ତି ମାନବ ସମ୍ପଦ। ଯେପରି ଆମେ ଆଜି ପାଠ ପଢ଼ୁଛ, କାଲି ତୁମେ ଗୋଟେ ଡାକ୍ତର ହେବ, କିଏ ବୈଜ୍ଞାନିକ ହେବ, ଆଉ କିଏ ଇଞ୍ଜିନିୟର ହେବ। ସେଇଟା ହେଉଛି ମାନବ ସମ୍ପଦ। ତାହେଲେ ପିଲାମାନେ ଆମେ ଆମ ଦେଶ, ଜାତିର, ରାଜ୍ୟର, ଆମ ପରିବେଶର ପ୍ରାକୃତିକ ସମ୍ପଦକୁ ରକ୍ଷା କରିବା ସଙ୍ଗେ ସଙ୍ଗେ ଆମେ ନିଜର ମଧ୍ୟ ଉପଯୁକ୍ତ ଯତ୍ନ ନେଇ ଭବିଷ୍ୟତରେ କିପରି ଆମେ ଉପକାର କରିପାରିବା ଲୋକମାନଙ୍କର, ଦେଶ ଜାତିର, ସେଥିପାଇଁ ସମସ୍ତେ ତୁମେ ଚେଷ୍ଟା କରିବ। ଠିକ ଅଛି ପିଲାଏ, ତାହେଲେ ଆଜି ପାଇଁ ଏତିକି ପଢ଼ିବା, ପରେ ପୁଣି ଆଗକୁ ପଢ଼ିବା। ଧନ୍ୟବାଦ ପିଲାଏ।